ଦେଖନ୍ତୁ ମୁଁ ଗ୍ୟାସ୍ ଲଗେଇଲି। ଆଜି ମୁଁ କରିବି ମସଲା ଉପମା। ସେଥିପାଇଁ ଦେଖନ୍ତୁ ମୁଁ ଅଲରେଡ଼ି ଗାଜର, ଟମାଟୋ, ବିନ୍ସ ଆଉ କଞ୍ଚା ଲଙ୍କା ଏସବୁ କାଟିକି ରଖି ଦେଖନ୍ତୁ ଏଠି ଅଦା ଭେସୁଙ୍ଗା ପତ୍ର ବି ମୁଁ ରଖିଛି, କିଛିଟା ବିରି ଯାଇ ନେଇଛି, ଜିରା ବି ନେଇଛି। ଏବେ ଚାଲନ୍ତୁ ପ୍ରସ୍ତୁତ କରିବା ଆମେ ମସଲା ଉପମା। ଅଲରେଡ଼ି ଗ୍ୟାସ୍ ତ ଲାଗିଛି, ତାତି ଆସିଲାଣି କରେଇ। ମୁଁ ଭେଜରେ କରୁଛି ତ ମୁଁ ଘିଅରେ ହିଁ କରିବି, ସାଧାରେ କରୁଛି। ଆସନ୍ତୁ ଘିଅ କିଛି ପକେଇବା, ତାପରେ ଆରମ୍ଭ କରିବା। ଦି ସ୍ପୁନ୍ ମୁଁ ଘିଅ ନେଇଛି। ଘିଅକୁ ଭଲ ଭାବରେ ତାତିବାକୁ ଦବା। ଘିଅ ତାତି ଆସିଲାଣି, ଏଥିରେ ଆମେ ଏବେ ଜିରା ପକେଇଦବା, ବିରି ଯାଇ ପକେଇଦବା। जो अदा ମୁଁ କୋରିକି ରଖିଥିଲି ସେ ଅଦାକୁ ଟିକେ ପକେଇଦବା। ଭେସୁଙ୍ଗା ପତ୍ରକୁ ବି ଆଡ଼୍ କରିଦବା। କଞ୍ଚା ଲଙ୍କାକୁ ବି ଆଡ଼୍ କରିଦବା। ଭେଜିଟେବଲ୍କୁ ଆଡ଼୍ କରିଦବା। ଗାଜର, ମୁଁ ଲୁଣ ରଖିଛି ତ ଲୁଣ ଟିକେ ପକେଇଦବା। ହଳଦୀ ଗୁଣ୍ଡ ଏବେ ଦେଖନ୍ତୁ ଏଇଟା ଭଲ ଭାବରେ ଭାଜି ଆସିଲାଣି। ଏଥିରେ ମୁଁ ଚିନି ଟିକେ ଆଡ଼୍ କରୁଛି ଯେହେତୁ ଟେଷ୍ଟ ପାଇଁ। ଯେହେତୁ ଟମାଟୋ ଆପଣ ପକେଇଦେଲେ ଚିନି ପକେଇବା ନିହାତି ଦରକାର। ଏବେ ମୁଁ ଏଥିରେ ପାଣି ପକେଇଦେବି। ଯେହେତୁ ମୁଁ ଉପମା କରୁଛି ତ ଗୋଟେ ଗ୍ଲାସ୍କୁ ଯଦି ଆପଣ ଗୋଟେ ଗ୍ଲାସ୍ ସୁଜି ନେବେ ତ 2 ଗ୍ଲାସ୍ ପାଣି ନେବେ, ତ ମସଲା ଉପମା ବହୁତ ଭଲ ଭାବରେ ହେଇଥାଏ। ଏବେ ମୁଁ ପାଣି ପକେଇ ଦେଇଛି, ଏବେ ଫୁଟିବାରେ ଲାଗିବ। ଚାଲନ୍ତୁ ଏକୁ ଆମେ ଘୋଡ଼େଇ ଦେବା। ତ ଫୁଟି ଆସିଲାଣି। ମୁଁ ଆଗରୁ ସୁଜିକୁ ଭାଜିକି ରଖିଛି। ଏବେ ସୁଜିକୁ ଏଥିରେ ଆମେ ଆଡ଼୍ କରିଦେବା। ପାଞ୍ଚ ମିନିଟ୍ ଆମେ ତାକୁ ସ୍ଲୋରେ ରଖିଦେବା। ଆମେ ଘୋଡ଼େଇ ଦେବା। ତ ଏବେ ଦେଖନ୍ତୁ ପ୍ରସ୍ତୁତ ହେଇଗଲା ମସଲା ଉପମା। ହେଇଗଲା। ଆପଣ ଚାହିଁଲେ ଏଥିରେ ଘିଅ ପକେଇବେ ଲାଷ୍ଟକୁ। ପକେଇକି ଏଟାକୁ ଚାଖିବେ, ବହୁତ ବଢ଼ିଆ ଲାଗିବ। ଯେହେତୁ ଏଟା ଭେଜ୍ରେ ପୁରା ହେଇଛି ଆଉ ବହୁତ ବଢ଼ିଆ ବି ଲାଗିବ। ଆପଣ ଘରେ ବନାନ୍ତୁ, ଜାଣିପାରିବେ ବହୁତ ଟେଷ୍ଟ ରହିବ। ଥ୍ୟାଙ୍କ ୟୁ।